ଗୁରୁ ମହିମାଲିକ ବନ୍ଧୁମାନେ, ମୁଁ ଏବେ ଦଲକରେ ଅଛି, ଯେଉଁ ସ୍ଥାନରେ କୌପିନଧାରୀ ମହିମା ସମାଜର ମଠ ମନ୍ଦିର ଗୁଡ଼ିକ ଭାଙ୍ଗି ଦିଆଯାଇଥିଲା। ଏହି ଦଲକରେ ନୂତନ ଭାବରେ ପତି ମନ୍ଦିର ଏବଂ ଧୂନି ମନ୍ଦିର ନିର୍ମାଣ କରାଯିବ। ଇଏ ହେଉଛି ଦଲକର ଦୃଶ୍ୟ। ଦେଖନ୍ତୁ, କାମ ଆରମ୍ଭ ହୋଇଗଲାଣି। ଯାତ୍ରା ଠିକ୍ ସରିବାର 2 ଦିନ ପରେ କାମ ଆରମ୍ଭ ହୋଇଗଲାଣି। ଝାଡ଼ପତି ମଣ୍ଡପ, ଏଇ ଯେଉଁ ସ୍ଥାନଟି ଦେଖୁଛନ୍ତି, ଏଠାରେ ଧୂନି ମଣ୍ଡପ ହେବ। ଦେଖନ୍ତୁ କେତେ ସୁନ୍ଦର ଭାବରେ କାମ ଚାଲିଛି। ଦେଖନ୍ତୁ କେମିତି ରଡ଼କୁ ମାଟି ତଡ଼ାଯାଇ ଜେସିବି ସାହାଯ୍ୟରେ କେତେ ଫୁଟ ଭିତରକୁ ଯାଇଛି ଏବଂ ଏଇଠି ଏମିତି ରଡ଼ ସିମେଣ୍ଟ ରଡ଼ ବାହାରିକିରି ଏଇଠି କାମ ହେବ। ଏଇ ସ୍ଥାନରେ ବତି ମଣ୍ଡପ ନିର୍ମାଣ କରାଯିବ। ବନ୍ଧୁମାନେ ପାଖାପାଖି 3 ବର୍ଷ ସମୟ ଲାଗିବ ମନ୍ଦିର ଗୁଡ଼ିକ ସମ୍ପୂର୍ଣ୍ଣ ନିର୍ମାଣ ହେବା ପାଇଁ। କେତେ ସୁନ୍ଦର ଭାବରେ ଦେଖନ୍ତୁ, ମାଟି ତଳୁ ରଡ଼ ବାହାର କରାଯାଇଛି। ଇଏ ହେଲା ଏଇ ଯେଉଁ ସ୍ଥାନରେ ଆପଣମାନେ ଦେଖୁଛନ୍ତି, ଏହି ସ୍ଥାନରେ ବତି ମଣ୍ଡପ ନିର୍ମାଣ କରାଯିବ। 2ଟି ମନ୍ଦିର ଏକା ସାଙ୍ଗରେ କାମ ଚାଲିଛି। ଇଏ ହେଉଛି ଦଲକର ଦୃଶ୍ୟ। ଆପଣମାନେ ମୋ ଭିଡ଼ିଓ ସହିତ ଯୋଗାଯୋଗରେ ଥାଆନ୍ତୁ। ଯାହା ବି ଅପଡ଼େଟ୍ ହେବ ଆପଣମାନେ ମୋ ଚ୍ୟାନେଲ ମାଧ୍ୟମରେ ଦେଖିପାରିବେ। ଦେଖନ୍ତୁ କେତେ ସୁନ୍ଦର ଭାବରେ କାମ ଚାଲିଛି। ଏଇ ଦେଖନ୍ତୁ, ଇଏ ଦଲକର ଦୃଶ୍ୟ। ସେପଟଟା ହେଲା ବତି ମଣ୍ଡପ ଏବଂ ଏଇ ଯେଉଁ ସ୍ଥାନରେ ବାଁ ପଟ ଦେଖାଯାଉଛି ଶ୍ରମିକମାନେ ଛିଡ଼ା ହୋଇଛନ୍ତି। ଏଇ ଯେଉଁ ଲୋକଟି ଭାଇ ଜଣକ କଲେ, ଇଏ ହେଉଛି ଧୂନି ମଣ୍ଡପ।